गुड मॉर्निंग ओडिशा। आज हूँ 7 मे मंगलवार। आज रही 10टी गुरुत्वपूर्ण खबर। ता पूर्व आपण मैंने वीडियो को लाइक करी केउं जिल्ला देखुं निश्चिंत कमेंट करंतु। आरंभ होला रथ खला प्रस्तुति। चलित मास 10 तारिख रे पवित्र अक्षय तृतीया। एही दिन रथ निर्माण कार्य अनुकूल हेबो। एथि सहित चंदन यात्रा भी हेबो। ଏହା ପୂର୍ବରୁ ଆରମ୍ଭ ହୋଇଛି ରଥ ପ୍ରସ୍ତୁତି। ଭୋଇ ସେବକ ମାନେ ରଥ ନିର୍ମାଣ ପାଇଁ ରଥ ଖୋଳା ପ୍ରସ୍ତୁତି କରିଛନ୍ତି। ଲୁହା ବାଉଁଶ ବାନ୍ଧି ଚାଳି ପ୍ରସ୍ତୁତ କରିଛନ୍ତି। ବାଉଁଶ ଚାଳି ଉପରେ ଛାଞ୍ଚର ପକାଉଛନ୍ତି। ପୂଜା ପାଇଁ ଆବଶ୍ୟକ କାଠ ବି ରଥ ଖୋଳାରେ ରଖାଯାଇଛି। ସେପଟେ ଚନ୍ଦନ ଯାତ୍ରା ବେଳେ ଶ୍ରୀମନ୍ଦିରରୁ ନରେନ୍ଦ୍ର ପୀଠ ଯିବା ବାଟରେ ଅନେକ ସ୍ଥାନରେ ପନ୍ତି ଭୋଗ ହେବ। ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ଚାଳିଆ ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜନ୍ତା ଗାଡ଼ ପ୍ରସ୍ତୁତ ହେବ। ମେ 18 ତାରିଖ ଭିତରେ କାମ ସାରିବାକୁ କୁହାଯାଇଛି। ରାଜଧାନୀରେ କାଳ ବୈଶାଖୀ ତାଣ୍ଡବ। 91 କିଲୋମିଟର ବେଗରେ ପବନ। ସକାଳୁ ସକାଳୁ ମୁଣ୍ଡ ଖରା। ସହରବାସୀ ଆଖି ଖୋଲିଲା ବେଳକୁ ପାରଦ 35 ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିଲା। ପୂର୍ବାହ୍ନ ବେଳକୁ ତାପମାତ୍ରା 39 ଡିଗ୍ରୀ ଥିଲା। ତାତେ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ହେଉଥିଲା। ସହରବାସୀ ଅସ୍ତବ୍ୟସ୍ତ ହୋଇଯାଉଥିଲେ। ତାପମାତ୍ରାରେ ଯେଉଁ ମାତ୍ରାରେ ବୃଦ୍ଧି ପାଉଥିଲା ଅପରାହ୍ନ ବେଳକୁ 40 ଡିଗ୍ରୀ ଡେଇଁଯିବା ମନେ ହେଉଥିଲା। କିନ୍ତୁ ହଠାତ୍ ପାଗର ମିଜାଜ ବଦଳି ଯାଇଥିଲା। ଅପରାହ୍ନ 2ଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଆସିଥିଲା। ରାଜଧାନୀ ଉପକୂଳ ଅଞ୍ଚଳରେ ଅନ୍ଧାର ହେବା ସହିତ ଧୂଳି ଝଡ଼ରେ ଏବଂ କୁଆପଥର ବର୍ଷା ମଧ୍ୟ ହୋଇଥିଲା। ଆଉ 3 ଘଣ୍ଟା ଧରି ଏଭଳି ସ୍ଥିତି ହୋଇଥିଲା। ଆଉ ଯାହାଫଳରେ 91 କିଲୋମିଟର ବେଗରେ ମଧ୍ୟ ପବନ ବୋଇଥିଲା। ଏହି ସମୟରେ 10 ମିମି ବର୍ଷା ହୋଇଥିବା ବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାଯାଇଛି ଆଗାମୀ 3ରୁ 4 ଦିନ ମଧ୍ୟରେ ପାଗର ପରିବର୍ତ୍ତନ ରହିବ ଏବଂ ବିଶେଷ କ୍ଷତି ଖରା ହେବ ନାହିଁ ବୋଲି କୁହାଯାଉଛି। ମୟୂରଭଞ୍ଜରେ ନବୀନ ବନାମ ମୋଦି ଲଢ଼େଇ। ପ୍ରମୁଖ ଦଳର ପ୍ରାର୍ଥୀ ଘାରୁଛି ଭୋଟ ବିଭାଜନ ଚିନ୍ତା। ଜୁନ୍ 1ରେ ମୟୂରଭଞ୍ଜ ଲୋକସଭା ଏବଂ 8ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଆସନ୍ତାକାଲି 7 ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ। ଏହା ପୂର୍ବରୁ ସବୁ ଦଳର ପ୍ରାର୍ଥୀ ପ୍ରଚାରରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଦଳୀୟ କର୍ମୀଙ୍କୁ ଧରି ସକାଳୁ ରାତି 10ଟା ଯାଏଁ ଚାଲୁଛି ସଭା ସମିତି ଓ ପ୍ରଚାର ସମାବେଶ। ମୟୂରଭଞ୍ଜରେ ବିଜେଡି ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କ 24 ବର୍ଷର ସ୍ୱଚ୍ଛ ଶାସନ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି ପ୍ରାର୍ଥୀମାନେ ମୋଦି ସରକାରଙ୍କ 10 ବର୍ଷର ଜନହିତକର ଯୋଜନା ଏବଂ କାର୍ଯ୍ୟକ୍ରମକୁ ଆଧାର କରି ଓଡ଼ିଶାର ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। କଂଗ୍ରେସ ଜେଏମଏମ ନିଜର ଦଳର ପକେଟ ଭୋଟକୁ ଭରସା କରିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାରର ଦୁର୍ନୀତି ଭ୍ରଷ୍ଟାଚାର ପ୍ରସଙ୍ଗ କରି ନିର୍ବାଚନ ଲଢୁଛନ୍ତି। ସେପଟେ ଆଗକୁ କ'ଣ ହେବ? ମୋଦି ଆସିଗଲେଣି ଓଡ଼ିଶାକୁ। ପୁଣି ଆଗକୁ 2 ଦିନ ରହିବେ। ଏପଟେ ଝଟକା ଲାଗିଛି ରାଜ୍ୟ ସରକାରକୁ। ସେପଟେ ଜୋରଦାର ଲଢ଼େଇ ଚାଲିଛି। ତେବେ ଡବଲ ଇଞ୍ଜିନ ଆଗକୁ ଆସିବ କି ନାହିଁ ସେ ନେଇ ଅପେକ୍ଷା କରିଛନ୍ତି ସାରା ଓଡ଼ିଶାବାସୀ। ପୁରୀରେ ହେବ ଓଡ଼ିଶା କୁସ୍ତି ଏକାଡେମୀ। କ୍ରୀଡ଼ା ପାଇଁ ବଢ଼ିଛି ଭିତ୍ତିଭୂମି। ନୂଆ ଷ୍ଟାଡିୟମରେ ନିର୍ମାଣ ହୋଇଛି। ଇନଡୋର ଆଥଲେଟିକ୍ସ ହଲ୍ ପ୍ରତିଷ୍ଠା ଚାଲିଛି। କିଶୋର ଜେନା, ଜୟନ୍ତୀ ବେହେରା ଓ ତପନ ମହାନ୍ତିଙ୍କ ଭଳି କ୍ରୀଡ଼ାବିତ ପୁରୀ କ୍ରୀଡ଼ା ଜଗତର ଉଚ୍ଚ ସୋପାନକୁ ନେଇଛନ୍ତି। ଅଥଚ କୁସ୍ତିରେ ପୂର୍ବରୁ ଯେଉଁ ସୁନାମ ଥିଲା ଅନ୍ତତଃ ତାହା ନିମ୍ନଗାମୀ ହୋଇଛି। ତେବେ ଅଭାବବୋଧ ଯଥାଶୀଘ୍ର ଦୂର ହେବାକୁ ଯାଉଛି। ପୁରୀରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡ଼ିଶା କୁସ୍ତି ଏକାଡେମୀ। ଏନେଇ କ୍ରୀଡ଼ା ବିଭାଗର ବୈଠକ ଆଲୋଚନା ସରିଛି। 2021 ମସିହାରେ ପରିକଳ୍ପନା ବାସ୍ତବ ରୂପ ନେଇ ଆଶା ଲାଗିଛି। ମଙ୍ଗଳବାର ଦିନ ବିଶ୍ୱ ଆଥଲେଟିକ୍ ଦିବସ ପୂର୍ବରୁ ଏଭଳି ଖବର ରାଜ୍ୟ କୁସ୍ତି ଜଗତକୁ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟରେ ପୁରୀର କୁସ୍ତିର ଗଡ଼ ଭାବେ ଅଭିନୀତ। ଏହା ବୈଦ୍ୟନାଥ ମହାପାତ୍ର, ଲକ୍ଷ୍ମୀନାରାୟଣ ମହାସୁଆର, ଶ୍ୟାମସୁନ୍ଦର ମହାପାତ୍ର, ନରସିଂହ ଲେଙ୍କା, ଉମାଶଙ୍କର ପ୍ରତିହାରୀ, ଝାଡ଼ୁ ଖୁଣ୍ଟିଆ ଏବଂ ରାମଚନ୍ଦ୍ର ପାଢ଼ୀ, କୃଷ୍ଣଚନ୍ଦ୍ର ପ୍ରତିହାରୀ ଭଳି କୁସ୍ତି ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ ସମ୍ମାନ ସାଉଁଟିଛନ୍ତି। ତେବେ ଜାଗା ଆଖଡ଼ା କୁସ୍ତି ପାଇଁ ଉଦ୍ଦିଷ୍ଟ ମାଟିର ଖଳା ଏବଂ ଖେଳ ଜାଗାଗୁଡ଼ିକରେ ଏବେ ରକ୍ଷଣାବେକ୍ଷଣ କରାଯାଉନାହିଁ। ତେଣୁ ଏବେ ନୂଆ କୁସ୍ତି ଏକାଡେମୀ ହେଉ ବୋଲି ସେ ନେଇ କୁହାଯାଇଛି। 2 ଦିନ ହେବ ଜଳୁଛି ଗନ୍ଧମାର୍ଦ୍ଦନ। ବନ ବିଭାଗ ନାକେଦମ ହୋଇଗଲାଣି। ବଲାଙ୍ଗୀର ଜିଲ୍ଲାର ଖପ୍ରାକୋଲ ବ୍ଲକର ହରିଶଙ୍କର ବନାଞ୍ଚଳ ଅଧୀନ ଗନ୍ଧମାର୍ଦ୍ଦନ ପାହାଡ଼ 2 ଦିନ ହେଲାଣି ଜଳୁଛି। ବନ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହୋଇପଡ଼ିଛନ୍ତି। ବିଭାଗର 30 ଜଣ ଫାୟାର ସ୍କ୍ୱାଡ୍ ନିଆଁ ଲିଭା କାମରେ ଲାଗିଥିଲେ ମଧ୍ୟ
ସୋମବାର ସନ୍ଧ୍ୟା ଯାଏଁ ନିଆଁ ଆୟତ ହୋଇନଥିବା ଜଣାପଡ଼ିଛି। ରବିବାର ଦିନ ଗନ୍ଧମାର୍ଦ୍ଦନ ପାହାଡ଼ରେ ନିଆଁ ଲାଗିଥିବା ହରିଶଙ୍କର ପାଖ ନୂଆପଲ୍ଲୀ ଗାଁ ଉପରମୁଣ୍ଡ ଏବଂ କନ୍ଦରାଭଟା ମହୁଲାପାଲି ଉପରେ ପଟେ ଏବଂ ତୁର୍ଲା ଗାଁ ପଟେ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବା ପାଇଁ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିବା ଜଣାପଡ଼ିଛନ୍ତି। ଏନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀମାନେ ଅରବିନ୍ଦ ନାୟକଙ୍କୁ ପଚାରିଥିଲେ ଯେ ହରିଶଙ୍କର ବନପାଳ ବନରକ୍ଷୀ 30 ସ୍କ୍ୱାଡ୍ ନିଆଁ ଲିଭାଇବାକୁ 2 ଦିନ ଲାଗିଛନ୍ତି। ଅନେକ ସ୍ଥାନରେ ନିଆଁ ଆୟତ୍ତ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ନିଆଁ ସବୁ ଲିଭିନାହିଁ ବୋଲି କୁହାଯାଉଛି। ଏହି ପାହାଡ଼ରେ ନିଆଁ ଲିଭା କାମ ଚାଲିଛି ବୋଲି ପ୍ରକାଶ କରିଥିଲେ। ପ୍ରବଳ ଗରମ ଏବଂ ଅସାମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଇଥିବାର ଜଙ୍ଗଲ ଏପର୍ଯ୍ୟନ୍ତ ଜଳୁଛି। ମହାପ୍ରଭୁଙ୍କ ପଇତା ଲାଗି 5 ଘଣ୍ଟା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଭୋଗ ମଣ୍ଡପ ପରେ ପଇତା ଲାଗି ନୀତି ଆରମ୍ଭ ହୋଇଥିଲା। ପଇତା ଲାଗି ସେବା ଦଇତାପତି ସେବକମାନେ ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏଥିପାଇଁ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ନ 5ଟା 15ରୁ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିବା ସହ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ପାଇଁ 10ଟାରେ ଦର୍ଶନ ସ୍ୱାଭାବିକ ହୋଇଥିଲା। ଶ୍ରୀଜୀଉଙ୍କର ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନ ସୁରକ୍ଷା ପାଇଁ ମହାପ୍ରଭୁଙ୍କ ପଇତା ଲାଗି କରାଯାଇଥାଏ। ଏଥିପାଇଁ ମନ୍ଦିରର ପ୍ରଶାସନ ପକ୍ଷରୁ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ 3 ରଙ୍ଗର ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥିଲା। ପାଟରା ସେବକମାନେ ବାସୁଙ୍ଗା ପାଟ ନେଇ ମହାଲକ୍ଷ୍ମୀ ମନ୍ଦିରରେ ଜଗମୋହନରେ ବସି ପାଟ ପଇତା ବୋଳିଥିଲେ। ପଇତା ବୋଳା ସରିବା ପରେ ସେବକମାନେ ଏହାକୁ ଦେଉଳ କରଣଙ୍କୁ ଦେଇଥିଲେ। ଆଜି ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ମା ଲକ୍ଷ୍ମୀ ଏବଂ ମା ସରସ୍ୱତୀ ଖଟ ସେଜ ଘରକୁ ବିଜେ କରିଥିଲେ। ପଇତା ଲାଗି ପାଇଁ ଅପରାହ୍ନ 5ଟା 20 ଦଇତାପତି ସେବକମାନେ ଗର୍ଭଗୃହରେ ପ୍ରବେଶ କରିଥିଲେ। ଦଇତାପତି ସେବକମାନେ ଦେଉଳ କରଣ ଠାରୁ 3 ରଙ୍ଗର ପାଟ ପଇତା ନେଇ ଶ୍ରୀଜୀଉଙ୍କୁ ଲାଗି କରିଥିଲେ। ବଡ଼ ଠାକୁର ବଳଭଦ୍ରଠାରେ ସବୁଜ ଏବଂ ମା ସୁଭଦ୍ରାଠାରେ ନାଲି ଏବଂ ମହାପ୍ରଭୁ ଜଗନ୍ନାଥଙ୍କଠାରେ ହଳଦିଆ ରଙ୍ଗର ପଇତା ଲାଗି କରାଯାଇଥିଲା। ପଇତା ଲାଗି କାର୍ଯ୍ୟ ରାତି ପ୍ରାୟ 8ଟାରୁ ଶେଷ ହେବା ପରେ ଦଇତାପତି ସେବକମାନେ ଗର୍ଭଗୃହରୁ ବାହାରିଥିଲେ। 5 ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ପୁରୀରେ 37 ଦିନରେ 100 ନିର୍ବାଚନ ସଭାରେ ଯୋଗଦେଲେ ଯୋଗୀ ଆଦିତ୍ୟନାଥ। ବିଜେପିର ତାରକା ପ୍ରଚାରକ ମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚ ପଦବୀରେ ଅଛନ୍ତି। ତାଙ୍କ ଲୋକପ୍ରିୟତା ଦେଖି ବିଜେପି ତାଙ୍କୁ ନିର୍ବାଚନ ସଭାରେ ମଧ୍ୟ ବହୁଳ ଭାବରେ ବ୍ୟବହାର କରିଛି। ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ 27 ତାରିଖ ପ୍ରବୁଦ୍ଧ ସମ୍ମିଳନୀରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲା। ମେ 6 ପର୍ଯ୍ୟନ୍ତ ଅର୍ଥାତ୍ ନିର୍ବାଚନ ଆରମ୍ଭ ହେବାର 37 ଦିନ ମଧ୍ୟରେ 100ଟି ସ୍ଥାନରେ ସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସେଥିରେ 73ଟି ସାଧାରଣ ସଭା, 15ଟି ପ୍ରବୁଦ୍ଧ ସମ୍ମିଳନୀ ଏବଂ 10ଟି ରୋଡ୍ ଶୋ ଲୋକସଭା ପରିଚାଳନା କମିଟିର 2ଟି ବୈଠକରେ ଅନ୍ତର୍ଭୁକ୍ତ ରହିଛି। ଯୋଗୀ ଆଦିତ୍ୟନାଥ କେବଳ ଉତ୍ତରପ୍ରଦେଶର ଦଳ ପାଇଁ ପ୍ରଚାର କରିନାହାନ୍ତି। ଜନସାଧାରଣଙ୍କ ମଧ୍ୟରେ ଅତୁଳନୀୟ ଆବେଦନ ହେତୁ ଅନ୍ୟ ରାଜ୍ୟମାନଙ୍କରେ ବହୁତ ଚାହିଦା ରହିଛି। ଅତ୍ୟାବଧିକ ମହାରାଷ୍ଟ୍ରରେ 60ଟି ଏବଂ ସାଧାରଣ ସଭା 4ଟି ସାଧାରଣ ସଭା ଏବଂ ରାଜଧାନୀରେ ରାଜସ୍ଥାନର ରୋଡ୍ ଶୋ 2ଟି ଏବଂ ଉତ୍ତରପ୍ରଦେଶର 4ଟି, ପଶ୍ଚିମବଙ୍ଗ ଛତିଶଗଡ଼ର 3ଟି, ବିହାରରେ 2ଟି, ମଧ୍ୟପ୍ରଦେଶ ଜାମ୍ମୁ କାଶ୍ମୀରରେ ଗୋଟିଏ ସଭାରେ ସମ୍ବୋଧିତ କରିଛନ୍ତି। ଯୋଗୀ ଆଦିତ୍ୟନାଥ ମାତ୍ର 19 ଦିନରେ 50ଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ନିର୍ବାଚନ ରାଲି ହେବା ସହିତ ଗୋରଖପୁରରେ ରାମନବମୀ, ଚୈତ୍ର ନବରାତ୍ରି ଏବଂ କନ୍ୟା ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ସହଯୋଗୀମାନଙ୍କ ମଧ୍ୟରେ ପ୍ରଚାର ମଧ୍ୟ କରିଥିଲେ। 2 ଝିଅଙ୍କ ପାଇଁ ଲକ୍ଷେ, ଜଣଙ୍କ ପାଇଁ 50,000 ଟଙ୍କା ଦେଉଛନ୍ତି ସରକାର। କିପରି ନେବେ ଏହା ଜାଣନ୍ତୁ। ଅନେକ ଯୋଜନା ଭାରତ ସରକାରଙ୍କ ପକ୍ଷରୁ ଝିଅମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଛି। ସରକାର ସେମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ସହାୟତା ପ୍ରଦାନ କରୁଛନ୍ତି। ଏହି ସମୟରେ ଅନେକ ଯୋଜନା ଚାଲିଛି ଯାହାର ନାମ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ଉଦାନ ଯୋଜନା। ଏହି ଯୋଜନାରେ ଯେଉଁ ପରିବାରର 2 ଝିଅ ଥିବେ ସେମାନଙ୍କୁ ଲକ୍ଷେ ଟଙ୍କାର ଆର୍ଥିକ ସହାୟତା ଏବଂ ଜଣକୁ 50,000 ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଝିଅଙ୍କର ଜନ୍ମଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କୁହାଯାଇଛି। ଏଥିରେ ଝିଅ ଜନ୍ମ ସମୟରେ 2,000 ଟଙ୍କା ପ୍ରଥମ କିସ୍ତିରେ ପିତାମାତାଙ୍କୁ ଦିଆଯାଇଥାଏ। ଯେତେବେଳେ ଝିଅକୁ ବର୍ଷେ ହେବା ପରେ ଆଧାର କାର୍ଡ ପଞ୍ଜୀକରଣ ବେଳେ ସେଠି 1,000 ଟଙ୍କା କିସ୍ତି ମିଳିଥାଏ। ଯଦି 2 ଝିଅ ଅଛନ୍ତି ତେବେ 2 ବର୍ଷରେ ସରକାର 2,000 ଟଙ୍କା ପ୍ରଦାନ କରୁଛନ୍ତି। ତେବେ ଯେତେବେଳେ ଝିଅର ସ୍କୁଲ ଯିବା ଆଡମିସନ ହୋଇଥାଏ ସେତେବେଳେ ନବମ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥ ରାଶି ପ୍ରଦାନ କରାଯାଏ। ପ୍ରଥମେ ଦ୍ୱାଦଶ ଶ୍ରେଣୀର
ଅଧ୍ୟୟନ ଶେଷ କରିବା ପରେ 10,000 ଟଙ୍କା ମିଳେ। ଶେଷରେ ସ୍ନାତକ ପରେ ଝିଅକୁ 25,000 ଟଙ୍କା ଦେଇଯାଇଥାଏ। ତେଣୁ ଏନେ ସରକାରଙ୍କ ଲାଭ ଉଠାନ୍ତୁ। ଆଉ ଏହି ସୁବିଧା କେବଳ ବିହାରରେ ସ୍ଥାୟୀ ବାସିନ୍ଦା ଦିଆଯିବ। ପ୍ରତ୍ୟେକ ପରିବାର 2 ଝିଅ ଏବଂ ଏହି ଯୋଜନାର ଲାଭ ପାଇପାରିବେ। ପରିବାରର କେହି ସରକାରୀ ଚାକିରି ନ କରୁଥିବା ଆବଶ୍ୟକ। ବିବାହ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ଦିଆଯିବ ନାହିଁ ବୋଲି କୁହାଯାଇଛି। 15,000 ଟଙ୍କା ଦରମା ପାଉଥିବା ବେଳେ ଘରୁ ଜବତ ହେଲା 30 କୋଟି ଟଙ୍କା। ରାଞ୍ଚିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ ସରକାର ମନ୍ତ୍ରୀ ଆଲମଗୀର ଘରୋଇ ସଚିବ ସହାୟକ ଘର ଚଢ଼ଉ ହୋଇଛି। ଏହି ଚଢ଼ଉ ସମୟରେ ଇଡି ବିପୁଳ ଅର୍ଥର ପରିମାଣ ପାଇଛି। ତେବେ 15,000 ଟଙ୍କା ଦରମା ପାଆନ୍ତି, କିନ୍ତୁ ହଠାତ୍ 30 କୋଟି ଟଙ୍କା ଆସିଲା କେଉଁଠୁ? ଜବତ ହୋଇଥିବା ଟଙ୍କାର ଆନୁମାନିକ ମୂଲ୍ୟ 30 କୋଟି ଟଙ୍କା ପାଖାପାଖି ହେଉଥିବା କୁହାଯାଉଛି। ଏହା ବ୍ୟତୀତ ଘରର ସ୍ଥାନରୁ ଆହୁରି 3 କୋଟି ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ମନି ଲଣ୍ଡରିଂ ଏହି ଘଟଣାର ଆଲମଗ ଘରୋଇର ସଚିବ ସହାୟକ ନାମ ସାମ୍ନାକୁ ଆସିଥିଲା। ଇଡି ସୂତ୍ରରୁ ପ୍ରକାଶ ପାଇଛି 10,000 ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଚିଫ୍ ଇଞ୍ଜିନିୟରିଂ ଘର ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ଏହି ବୟାନ ରେକର୍ଡ କରାଯାଇଥିଲା। ଏହି ସମୟରେ ସେ କହିଥିଲେ ଯେ ଏହି ଟଙ୍କା ମନ୍ତ୍ରୀଙ୍କୁ ପଠାଯିବ। ଆଉ ଏହା ସମୟରେ ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗ ନାମ ପ୍ରଥମ ଥର ସାମ୍ନାକୁ ଆସିଥିଲା। ତେଣୁ ଏନେଇ ସେ କିଛି ଦେଇନାହାନ୍ତି ପ୍ରତିକ୍ରିୟା। ଆଉ ଏହି ଘଟଣାର ଯାଞ୍ଚ ସମୟରେ ଆଲମଗୀଙ୍କର ଘରୋଇ ସଚିବ ସଞ୍ଜୀବ ଲାଲ ନାମ ସାମ୍ନାକୁ ଆସିଥିଲା। ସଞ୍ଜୀବ ଲାଲଙ୍କ ଘର ସହାୟକ ଘର ଉପରେ ଚଢ଼ାଉ କରିଥିଲା। ଆଉ ଚଢ଼ାଉ ବେଳେ ହଠାତ୍ 30 କୋଟି ଟଙ୍କା ବାହାରିଥିଲା। ଏବେ ଇଡି ପଚରା ଉଚରା କରୁଛି ଯେ ମାସକୁ 15,000 ଟଙ୍କା ପାଉଥିବା ବେଳେ 30 କୋଟି ଟଙ୍କା ଆସିଲା କେଉଁଠୁ? ତେଣୁ ଏଇଭଳିଆ ଦେଶ ବିଦେଶର ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ ଖବର ପାଇବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।